ମାନସ କୁମାର ପଣ୍ଡା ଗଣିଜାଙ୍ଗ ସେବା ସମବାୟ ସମିତି ଲିର ସମ୍ପାଦକ ଅଟେ। ଆଜିର ଏହି ଶୁଭ ଓ ପବିତ୍ର ବୁଧବାରର ଏହି ଶୁଭ ସକାଳରେ ଗଣିଜାଙ୍ଗ ସେବା ସମବାୟ ସମିତି ଠାରେ ଖରିଫ ବିପଣନ ବର୍ଷ 2025-26ର ସରକାରୀ ଧାନ ମଣ୍ଡିର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ସମିତି ପରିଚାଳନା ପରିଷଦର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ମହୋଦୟ ତତ୍ସହିତ ପରିଚାଳନା ପରିଷଦର ଅନ୍ୟାନ୍ୟ ସଦସ୍ୟବୃନ୍ଦ, ଗଣିଜାଙ୍ଗ ଓ ଛୟାଳିସିଂ ଦୁଇଗୋଟି ଗ୍ରାମ ପଞ୍ଚାୟତର ଜନପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ ଓ ତଥା ପ୍ରମୁଖ ଚାଷୀମାନେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମରେ ଆମ ମଣ୍ଡିର ପୂଜୋତ୍ସବ ପଣ୍ଡିତ ଶ୍ରୀଯୁକ୍ତ ସତ୍ୟବ୍ରତ ପଣ୍ଡାଙ୍କ ଦ୍ୱାରା ସମ୍ପାଦନ କରାଯାଇଥିଲା। ମଣ୍ଡିର କଣ୍ଟା ପୂଜା ସରିବା ପରେ ଆମ୍ଭର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀ ମଧ୍ୟରୁ କିଛି ମାତ୍ରାରେ ବହୁ ମୂଲ୍ୟବାନ ମନ୍ତବ୍ୟମାନ ଦେଇଥିଲେ। ଉକ୍ତ ମନ୍ତବ୍ୟମାନଙ୍କ ମଧ୍ୟରେ ମୁଖ୍ୟତଃ ଗୋଟିଏ ଜିନିଷ ଥିଲା, ଚାଷୀମାନଙ୍କ କେମିତି ସୁବିଧା ସୁଯୋଗରେ ଧାନ ବିକ୍ରୟ କରିପାରିବେ ଆଉ ସରକାରଙ୍କ ତରଫରୁ ଆସୁଥିବା ପ୍ରୋତ୍ସାହନ କେମିତି ପାଇପାରିବେ। ମୁଖ୍ୟତଃ ଆମ୍ଭ ସମିତିରେ ବିଗତ ବର୍ଷମାନଙ୍କରେ ବହୁତ ଭଲରେ ସୁରୁଖୁରୁରେ ସୁଚାରୁ ରୂପେ ଚାଷୀମାନେ ଧାନ ବିକ୍ରୟ କରି ସରକାରଙ୍କ ଠାରୁ ତାଙ୍କ ପ୍ରାପ୍ୟ ପାଇଥାନ୍ତି। ଚଳିତ ବର୍ଷ ମଧ୍ୟ ଆମ୍ଭେମାନେ ଉକ୍ତ ବୈଠକରେ ସ୍ଥିର କରିଥିଲୁ କି ଚାଷୀମାନେ ଅଧିକ ମାତ୍ରାରେ କିଭଳି ସୁବିଧା ସୁଯୋଗ ଏହି ମଣ୍ଡି ମାଧ୍ୟମରେ ପାଇବେ, ସରକାରଙ୍କ ପାଖରୁ ଆସୁଥିବା ପ୍ରୋତ୍ସାହନ ତଥା ପ୍ରାପ୍ୟକୁ ହାସଲ କରିବେ। ଧାନ ବିକ୍ରୟ ତଥା ସମିତି କେମିତି ସୁଚାରୁ ରୂପେ ଧାନ କ୍ରୟ କରିବ, ଏହା ଉପରେ ଆଲୋକପାତ କରାଯାଇ ଗୁରୁତ୍ୱାରୋପ କରାଯାଇଥିଲା।